ଯୋଗ 8ଟା ଅଙ୍ଗ ଲାଗିଥିବ ଯୋଉ ପ୍ରଣାମ ତାକୁ ଆମେ କହୁ ସାଷ୍ଟାଙ୍ଗ ପ୍ରଣାମ। ଆପଣମାନେ ମନ୍ଦିରକୁ ଯିବେ, ରାମଙ୍କ ପାଖକୁ ଯିବେ, ସିଧା ନମସ୍କାର କରିବେନି। ନମସ୍କାର ମଧ୍ୟ ତରିକା ଅଛି। ପ୍ରଭୁଙ୍କୁ ବାମ ପାଖରେ ରଖି ଆପଣ ନମସ୍କାର କରିବେ। ପ୍ରଭୁ ବସିଛନ୍ତି ଇଆଡ଼କୁ ମୁହଁ କରିକି, ଆପଣ ଇଆଡ଼କୁ ମୁହଁ କରି ମୁଣ୍ଡିଆ ମାରିବେ। ନାରୀମାନେ ବିପରୀତ ଦିଗରେ ମୁଣ୍ଡିଆ ମାରିବେ, ଅର୍ଥାତ୍ ଡାହାଣ ପାଖରେ ପ୍ରଭୁ ରଖି ମୁଣ୍ଡିଆ ମାରିବେ। ତା ତରିକା ଅଛି। ସାଷ୍ଟାଙ୍ଗ ଅର୍ଥାତ୍ 8ଟା ଅଙ୍ଗ ଲାଗିବ। ଗୋଟିଏ ପାଦ ପରେ ଗୋଟେ ପାଦ ରହିବ। ଆପଣ ଦୁଇ ଆଣ୍ଠୁ ଲାଗିଲା, କହୁଣି ଲାଗିବ, ଦୁଇ ହାତ ଲାଗିବ, ମୁଣ୍ଡ ଲାଗିବ। এই যে অষ্টাঙ্গ দণ্ড প্রণাম কর সম্পূর্ণ ভাবে ଯିବାଟା ହଉଛି ଦଣ୍ଡ ପ୍ରଣାମ। ଆପଣମାନେ ଯାଇଥିବେ, ଯେଉଁମାନେ ଯାଇଥିବେ ଗୋବର୍ଦ୍ଧନ ଦେଖିଥିବେ, ଦଣ୍ଡ ପ୍ରଣାମ କରି ଆଜି ମଧ୍ୟ ଭକ୍ତମାନେ ଗୋବର୍ଦ୍ଧନ ପର୍ବତକୁ 21 କିଲୋମିଟରକୁ ପରିକ୍ରମା କରୁଛନ୍ତି। ଆଜି ମଧ୍ୟ ଭୁଜଧାମ ମଧ୍ୟ ଲୋକମାନେ ଦଣ୍ଡ ପ୍ରଣାମ କରି ପରିକ୍ରମା କରୁଛନ୍ତି। ଆଜି ମଧ୍ୟ ଭକ୍ତମାନେ ଅଛନ୍ତି ଶ୍ରୀକ୍ଷେତ୍ରକୁ ଦଣ୍ଡ ପ୍ରଣାମ କରିକି ଯାଇକି ଭଗବାନ ଜଗନ୍ନାଥଙ୍କର ଦର୍ଶନ ମଧ୍ୟ କରୁଛନ୍ତି। ପ୍ରଭୁଙ୍କର ଯୋଉ ପଦଚିହ୍ନ ରହିଛି ତାକୁ ପ୍ରଣାମ କରୁଛନ୍ତି, ଦଣ୍ଡ ପ୍ରଣାମ ମଧ୍ୟ କରୁଛନ୍ତି ଏବଂ ତା ଆଖିରୁ ଧାର ଲୁହ ବହି ଯାଉଛି। ଏ ପ୍ରଭୁ ଏ ପାଦ ଚିହ୍ନ ଆପଣ କେତେ କଷ୍ଟ କରି ଯାଇଛନ୍ତି, ତେଣୁ ସେଇଠି ମୁଣ୍ଡିଆ ମାରିଲା ବେଳକୁ ତା ଆଖିରୁ ଲୁହ ବହି ଯାଉଛି ଏବଂ ସେଇ ଲୁହ